ମାତ୍ର କିଛି ଘଣ୍ଟା ବ୍ୟବଧାନରେ ଜଣେ ମହିଳା ଚଳନ୍ତା ଟ୍ରେନ୍ ଓ ଆମ୍ବୁଲାନ୍ସରେ ଯମଜ ଶିଶୁଙ୍କୁ ଜନ୍ମ ଦେବା, ଷ୍ଟେସନରେ ଜଣେ ଫାର୍ମାସିଷ୍ଟ ସହାୟତାର ହାତ ବଢ଼ାଇବା ଏବଂ ଆରପିଏଫ୍ ଅପରେସନ ମାତୃଶକ୍ତି ତିନିଟି ଜୀବନକୁ ସୁରକ୍ଷିତ କରିବା ଭଳି ଘଟଣା ଏବେ ରାଜ୍ୟବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଗତକାଲିର ଏହିପରି ଏକ ଘଟଣା ସମସ୍ତଙ୍କୁ ତାଜୁବ କରିଦେଇଛି। ମିଳିଥିବା ସୂଚନା ଅନୁଯାୟୀ ରାଜରାଣୀ ଏକ୍ସପ୍ରେସର ସାଧାରଣ ବଗିରେ ଜଣେ ମହିଳା ଯାତ୍ରା କରୁଥିବା ସମୟରେ ହଠାତ୍ ତାଙ୍କର ପ୍ରସବ ବେଦନା ହୋଇଥିଲା। ଯନ୍ତ୍ରଣା ଧୀରେ ଧୀରେ ଅସହ୍ୟ ହେବାରୁ ରେଲ ମଦତ ଡାଏଲ 139ର ସହାୟତା ନିଆଯାଇଥିବା ବେଳେ ଏ ସମ୍ପର୍କରେ ଖୋର୍ଦ୍ଧା ରୋଡ କଣ୍ଟ୍ରୋଲ ରୁମ୍ରୁ ଖବର ମିଳିବା ପରେ କଟକ ଆରପିଏଫ୍ ଘଟଣାକୁ ଗୁରୁତ୍ୱର ସହ ନେଇ ସହାୟତାର ହାତ ବଢ଼ାଇଥିଲେ। ତେବେ ସକାଳ ପ୍ରାୟ 6:53 ସମୟରେ ଟ୍ରେନ୍ଟି 3 ନମ୍ବର ପ୍ଲାଟଫର୍ମରେ ଲାଗିବା ପରେ ମହିଳା ଅଫିସରମାନେ ବଗି ଭିତରକୁ ଯାଇ ଦେଖିବା ବେଳକୁ ମହିଳା ଜଣଙ୍କ ଏକ ଶିଶୁକୁ ଜନ୍ମ ଦେଇସାରିଥିଲେ। କିନ୍ତୁ ଅତ୍ୟନ୍ତ ଅସହାୟ ଅବସ୍ଥାରେ ସେ ଯନ୍ତ୍ରଣାରେ ଛଟପଟ ହେଉଥିବାରୁ ମହିଳାଙ୍କ ପେଟରେ ଆଉ ଗୋଟିଏ ଶିଶୁ ଥିବା ଜାଣିବାକୁ ପାଇଥିଲେ। ତେଣୁ ବିଳମ୍ବ ନ କରି ଗୋପନୀୟତାକୁ ଦୃଷ୍ଟିରେ ରଖି ଆରପିଏଫ୍ କର୍ମଚାରୀମାନେ ତୁରନ୍ତ ପ୍ଲାଟଫର୍ମର ସମ୍ପୃକ୍ତ ଅଞ୍ଚଳକୁ କପଡ଼ା ଦ୍ୱାରା ଘେରାଉ କରିଥିଲେ। ଏପରିକି ସେହି ସମୟରେ ଷ୍ଟେସନର ମାଇକ୍ ଯୋଗେ ସାହାଯ୍ୟ ପାଇଁ ନିବେଦନ କରାଯାଇଥିଲା, ଯାହାକି ଯାତ୍ରୀମାନଙ୍କ ମଧ୍ୟରେ ଯଦି କେହି ଡାକ୍ତର ବା ଚିକିତ୍ସା କର୍ମୀ ଅଛନ୍ତି ତୁରନ୍ତ ସେଠାରେ ପହଞ୍ଚି ସହାୟତା ଯୋଗାଇ ଦେବାକୁ ନିବେଦନ କରାଯାଇଥିଲା। ଆଉ ଏହି ବାର୍ତ୍ତା ଶୁଣିବା ପରେ ଉକ୍ତ ଟ୍ରେନ୍ରେ ଯାତ୍ରା କରୁଥିବା ଜଣେ ଫାର୍ମାସିଷ୍ଟ ସ୍ୱେଚ୍ଛାକୃତ ଭାବେ ଆଗକୁ ଆସି ତୁରନ୍ତ ମା ଓ ନବଜାତ ଶିଶୁର ପ୍ରାଥମିକ ଚିକିତ୍ସା ଆରମ୍ଭ କରିଥିଲେ। ପରେ 108 ଆମ୍ବୁଲାନ୍ସରେ ଉଭୟ ମହିଳା ଏବଂ ଶିଶୁକୁ କଟକ ବଡ଼ ଡାକ୍ତରଖାନାକୁ ନିଆଯିବା ପାଇଁ ବ୍ୟବସ୍ଥା କରାଯାଇଥିଲା। ହେଲେ ଯାହା ସୂଚନା ରହିଛି, ମେଡିକାଲ ଯିବା ବାଟରେ ମହିଳା ଜଣଙ୍କ ଆଉ ଏକ ଶିଶୁକୁ ଆମ୍ବୁଲାନ୍ସ ଭିତରେ ସୁରକ୍ଷିତ ଭାବେ ଜନ୍ମ ଦେଇଥିଲେ। ତେବେ ବର୍ତ୍ତମାନ ଉଭୟ ମା ଏବଂ ଛୁଆ କଟକ ଏସ୍ସିବି ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଯାତ୍ରୀଙ୍କ ସୁରକ୍ଷା ଓ କଲ୍ୟାଣ ପ୍ରତି ଆରପିଏଫ୍ର ନିଷ୍ଠାପର କାର୍ଯ୍ୟକୁ ନେଇ ବିଭିନ୍ନ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି। मल्लिक मोबाइलटा ଦେଇଦେଲୁ ତାକୁ ସରସ୍ୱତୀ କି